ବର୍ତ୍ତମାନର ବଡ଼ ଖବର, ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଜଳିଗଲା ଦୋକାନ ଘର, 3 ଜଣ ଗୁରୁତର। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଅନ୍ତର୍ଗତ ଗୁଲଜାଇ ନଗର ପାଟଣା ଛକରେ ଗିରିଜାକାନ୍ତ ସାହାଣୀ, ଯାହାଙ୍କର ବୟସ 40 ବର୍ଷ, ଦୀର୍ଘ ବର୍ଷ ଧରି ଏକ ଭେରାଇଟି ଷ୍ଟୋର ସହିତ ଏକ ଜଳଖିଆ ଦୋକାନ ରହିଅଛି। ସେହି ଦୋକାନରେ ଗିରିଜାଙ୍କର ବାପା ଖଗେଶ୍ୱର ସାହାଣୀ, ଯାହାଙ୍କର ବୟସ 75 ବର୍ଷ ଓ ତାଙ୍କର ଜଣେ ବନ୍ଧୁ ସମୀର ସାମଲ ସେହି ଦୋକାନରେ କାମ କରି ଆସୁଛନ୍ତି। ଜଳଖିଆ ଦୋକାନରେ ଆଜି ହଠାତ୍ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ନିଆଁ ଲାଗିଯିବା ଫଳରେ ଦୋକାନ ସାରା ନିଆଁ ବ୍ୟାପି ଯାଇଥିଲା। ଫଳରେ ଦୋକାନ ଘରେ ଥିବା 10 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆସବାବପତ୍ର ପୋଡ଼ି ଜଳି ପାଉଁଶ ହେବା ସହିତ ଗିରିଜା ଓ ତାଙ୍କ ବାପା ଏବଂ ତାଙ୍କର ବନ୍ଧୁ ସମୀର ପୋଡ଼ି ହେବାର ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ଗୁରୁତର ଅବସ୍ଥାରେ 3 ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୁବନେଶ୍ୱର ସୋମ ହସ୍ପିଟାଲକୁ ପଠାଇଥିଲେ। ପରେ ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କର ମିଳିତ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା। ଦେବେନ୍ଦ୍ର ପ୍ରଧାନ, ଆମର ଏଟା ଗୁଲଜାର ନଗର ପାଟଣା ଗ୍ରାମ ଦର୍ପଣୀଗଡ଼ ପଞ୍ଚାୟତ। ଆମେ ଆସିଥିଲୁ ଚା ପିଇବାକୁ। ଆଗରେ ବି ଭେରାଇଟି ଷ୍ଟୋରଟି ଅଛି ସାଇଡରେ। ଗିରିଜାକାନ୍ତ ସାହୁ, ଆମେ ଚା ପିଇବାକୁ ଆସିଛୁ। ଚା ଟିକେ ଗରମ କରିବାକୁ ସେ ଗ୍ୟାସଟି ଲଗେଇଛି, ହଠାତ୍ ଲିକେଜ କଲା। ଲିକେଜ କରିଛି, ଆମେ ଟିକେ ଦୂରେଇ ଗଲୁ। ଦୂରେଇକି ଡାକ ମାନି ତୁ ପଳେଇଆ। ସେ ଆସୁ ଆସୁ ନିଆଁଟା ଜୋର ହେଇଗଲା, ସେ ପୁରା ଜଳି ଯାଇଛି ବହୁତ। ଆପଣ ପରିଚୟ ଦେଲେ? ହଁ, ମୁଁ ସୁରଜ ସାହାଣୀ, ଗୁଲଜାରନଗର ପାଟଣାର ବାସିନ୍ଦା। ଆଜି ସକାଳେ ଆମେ ସକାଳେ ଚା ପିଇବାକୁ ଆସୁ। ଏଠି ସେ ଆମର ସେ ଭାଇ, ସେ ସାନ ଭାଇ ହବ, ଚା ଦୋକାନ ଆଉ ଭେରାଇଟି ଷ୍ଟୋର କରିଥିଲା, ଯାହାର କି ଅନୁମାନିକ ମୂଲ୍ୟ ମିନିମମ୍ 10 ଲକ୍ଷ ଉର୍ଦ୍ଧ୍ୱ ହବ। ସେ ଚା କରିବା ପାଇଁ ଗ୍ୟାସ୍ ଲଗାଇବାକୁ ଯେତେବେଳେ ଗ୍ୟାସ୍ ଅନ୍ କରିକି ଲାଇଟର ମାରୁଥିଲା, ଜଳିଲାନି। କିଛି ସମୟ ପରେ ସେ ସେଠୁ ଗ୍ୟାସ୍ ମାରିଲା ପରେ ହଠାତ୍ ନିଆଁ ଧରିଲା। ନିଆଁ ଧରିନେଲା। ତାଙ୍କ ବାପା, ସିଏ ଆଉ ତାଙ୍କର ଜଣେ ଶଳା ହିସାବ ହବ, 3 ଜଣଙ୍କ ପୋଡ଼ି ଯାଇଛନ୍ତି। ସବୁ ଜିନିଷ ଦେଖୁଛନ୍ତି, ସବୁ ଜଳିକି ନଷ୍ଟ ହେଇଯାଇଛି। ବର୍ତ୍ତମାନ ତାକୁ ସପୋର୍ଟ କରିବାକୁ ଆଉ ତାଙ୍କର ଛୋଟ ପୁଅଟି, ତେଣୁ ବର୍ତ୍ତମାନ ମୁଁ ସମସ୍ତ ଏଇ ଆପଣମାନଙ୍କ ମାଧ୍ୟମରେ ସମାଜକୁ ଦଉଛି, ସମସ୍ତେ ଆଗଭର ହେଇକିରି ତାକୁ ଗୁରୁତର ଅଛି। ସେ ଆମେ ତାଙ୍କୁ, ଯେହେତୁ ଆମ୍ବୁଲାନ୍ସ ଆସିବା ଡେରି ହେଲା, ଆମେ ପ୍ରାଇଭେଟ ଗାଡିରେ ଆମେ ତାଙ୍କୁ ସୋମ ହସ୍ପିଟାଲ ପଠେଇଥିଲୁ। କିନ୍ତୁ ସୋମ ହସ୍ପିଟାଲ ମନା କଲେ କି ଆମର ଆଇସିୟୁ ନାହିଁ। ତେଣୁ ଆମର ସ୍ଥାନୀୟ ନେତା ପଦକ୍ଷେପ ନେଇ କଟକ ସହିତ କଥା ଯୋଗାଯୋଗ କରୁଛନ୍ତି। ଆଉ ସେଠି ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି। ଆଉ ସେପଟେ ଠିକ ହେଲେ ତାଙ୍କୁ ସେଠିକି ରିଫର କରାଯିବ। ଯାଜପୁର ସ୍ପେଶାଲ ରିପୋର୍ଟର ଧ୍ରୁବଚରଣ ସାହୁଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।